ଚିରନିଦ୍ରାରେ ଯୁବ ସରପଞ୍ଚ ସରୋଜ। ବର୍ତ୍ତମାନର ବଡ଼ ଖବର, ବିଜେଡିର ଜଣେ ଦକ୍ଷ ନିର୍ଭୀକ ଉଦୀୟମାନ ଯୁବ ସରପଞ୍ଚଙ୍କର ଦେହାନ୍ତ। ଦୀର୍ଘ ବର୍ଷ ଧରି କର୍କଟ ରୋଗରେ ପୀଡ଼ିତ ଯୁବ ସରପଞ୍ଚଙ୍କର ଅକାଳ ବିୟୋଗ ଘଟିଛି। ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ଅନ୍ତର୍ଗତ ସାଇଲୋ ଗ୍ରାମ ପଞ୍ଚାୟତର ସରପଞ୍ଚ ସରୋଜ କୁମାର ସେଠୀ ଏବେ ଆରପାରିରେ। ଅନ୍ତିମ ଶୋଭାଯାତ୍ରାରେ ଯୋଗଦେଲେ ପୂର୍ବତନ ସାଂସଦ କୁଳମଣି ସାମଲ, ପୂର୍ବତନ ପାରାଦୀପ ବିଧାୟକ ସମ୍ବିତ ରାଉତରାୟ, ଏରସମା ପାରାଦୀପ ଶିଳ୍ପାଞ୍ଚଳର ସଭାପତି ବାପି ସରଖେଲ, ଜିଲ୍ଲା ପରିଷଦ ଜୋନ୍ 2ର ରବିନାରାୟଣ ସାହୁ, ଜୋନ୍ 1ର ପ୍ରମୋଦ କୁମାର ସ୍ୱାଇଁ, ତାଳପଡ଼ାର ସରପଞ୍ଚ ଦମୟନ୍ତୀ ଲେଙ୍କା, ରାମ ସାରଳା ମହାବିଦ୍ୟାଳୟର ଅଧ୍ୟକ୍ଷ, ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପ୍ରଧାନ ଆଚାର୍ଯ୍ୟ, ପ୍ରତାପ ଚନ୍ଦ୍ର ସ୍ମାରକୀ ସ୍ୱାସ୍ଥ୍ୟ କେନ୍ଦ୍ରର ସମସ୍ତ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀ ପ୍ରମୁଖ ମର ଶରୀରରେ ମାଲ୍ୟାର୍ପଣ କରିବା ସହ ଅନ୍ତିମ ଯାତ୍ରାରେ ଯୋଗ ଦେଇଛନ୍ତି। କୁଜଙ୍ଗଠାରୁ ରାହାମା ପର୍ଯ୍ୟନ୍ତ ପ୍ରତ୍ୟେକ ଗାଁରେ ଶୋକର ଛାୟା ଖେଳିଯାଇଛି। ତାଙ୍କର ଅନ୍ତିମ ଦର୍ଶନ ପାଇଁ କୁଜଙ୍ଗ ତଥା ଜଗତସିଂହପୁର ବିଜେଡିର ସକ୍ରିୟ ନେତାମାନେ ବହୁ ସଂଖ୍ୟାରେ ଯୋଗ ଦେଇଛନ୍ତି। ତାଙ୍କର ମୃତ୍ୟୁର ଖବର ପାଇ ପ୍ରମୁଖ ବାଣିଜ୍ୟିକ କେନ୍ଦ୍ର ରାହାମାର ବ୍ୟବସାୟୀମାନେ ତାଙ୍କ ବିୟୋଗରେ ଦୁଃଖ ପ୍ରକାଶ କରିବା ସହ ବଜାରର ସମସ୍ତ ଦୋକାନ